ନମସ୍କାର, ଜୟ ଜଗନ୍ନାଥ। ଆସନ୍ତୁ ଆଜି ଜାଣିବା 7ଟି ଏମିତି ଘରୋଇ ଉପଚାର ଯାହା ଶରୀର ସୁସ୍ଥ ରଖିଥାଏ। ଆଜିକାଲି ବ୍ୟସ୍ତ ଜୀବନ ଶୈଳୀରେ ଲୋକମାନଙ୍କ ସହଜରେ ଅସୁସ୍ଥ ହେଇଯାଉଛନ୍ତି, କିନ୍ତୁ କିଛି ସରଳ ଘରୋଇ ଉପାୟ ଅନୁସରଣ କଲେ ଆମେ ନିଜ ଶରୀରକୁ ସୁସ୍ଥ ଓ ଶକ୍ତିଶାଳୀ ରଖିପାରିବା। ଚାଲନ୍ତୁ ଜାଣିବା ସେହି 7ଟି ଉପାୟ ଓ ନିୟମର ଅନୁସରଣ କଲେ ଶରୀରର ଭିତରୁ ମଜବୁତ ହେବା ସହିତ ସ୍ୱାସ୍ଥ୍ୟ ଆମର ଠିକ୍ ରହିବ। ତାହେଲେ ପ୍ରଥମେ ସକାଳେ ଖାଲି ପେଟରେ ଗରମ ପାଣି ପିଇଲେ ସକାଳୁ ଉଠିବେ ସହିତ 1-2 ଗ୍ଲାସ ହାଲୁକା ଗରମ ପାଣି ପିଇଲେ ଶରୀରରେ ବିଷାକ୍ତ ପଦାର୍ଥ ବାହାରି ଯାଇଥାଏ। ଏହା ପାଚନ ପ୍ରଣାଳୀକୁ ସକ୍ରିୟ କରେ ଓ କବ୍ଜ ସମସ୍ୟା ମଧ୍ୟ କମାଇଥାଏ। ଲେମ୍ବୁ ରସ ଯଦି ମିଶାଇ ପିଇଲେ ଆହୁରି ଅଧିକ ଲାଭଦାୟକ ମଧ୍ୟ ହୋଇଥାଏ। 2 ନମ୍ବର, ତୁଳସୀ ଓ ଅଦା ସେବନ। ତାହେଲେ ତୁଳସୀ ପତ୍ର ଓ ଅଦାରେ ପ୍ରାକୃତିକ ଔଷଧୀୟ ଗୁଣ ରହିଛି। ପ୍ରତିଦିନ ଯଦି 4-5ଟି ତୁଳସୀ ପତ୍ର ଚୋବାଇ ଆମେ ଖାଇବା ବା ତୁଳସୀ ଅଦାକୁ କାଢ଼ା କରିକି ପିଇବା, ତାହେଲେ ଥଣ୍ଡା, କାଶ ସଂକ୍ରମଣରୁ ଆମେ ସୁରକ୍ଷା ପାଇବା। ଏହା ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ାଇଥାଏ। 3 ନମ୍ବର, ପୌଷ୍ଟିକ ସମତୁଳିତ ଦୈନିକ ଖାଦ୍ୟରେ ସବୁଜ ଶାଗ, ତାଜା ଫଳ, ଡାଲି ଓ ପ୍ରୋଟିନ୍ ଯୋଗ କରନ୍ତୁ। ଜଙ୍କ ଫୁଡ୍ ଅଧିକ ତେଲିଆ ଖାଦ୍ୟ କମ୍ ଖାଆନ୍ତୁ। ଭିଟାମିନ୍, ଖଣିଜ ଓ ଫାଇବର ଥିବା ଖାଦ୍ୟରେ ଶରୀରକୁ ଶକ୍ତି ଦେବା ସହିତ ରୋଗରୁ ମଧ୍ୟ ମୁକ୍ତି କରିଥାଏ। ନିୟମିତ ବ୍ୟାୟାମ କରନ୍ତୁ। ପ୍ରତିଦିନ 20-30 ମିନିଟ୍ ଚାଲିବା, ଯୋଗାଭ୍ୟାସ କରିବା, ହାଲୁକା ବ୍ୟାୟାମ କରିବା ଦରକାର। ବ୍ୟାୟାମ ରକ୍ତ ସଞ୍ଚାଳନ ବଢ଼ାଏ, ହୃଦୟକୁ ଶକ୍ତ କରିଥାଏ। ଏହା ଓଜନ ନିୟନ୍ତ୍ରଣରେ ମଧ୍ୟ ସହାୟକ ହୋଇଥାଏ ଓ ଡାଇବେଟିସ୍, ରକ୍ତଚାପ ଭଳି ରୋଗରୁ ମଧ୍ୟ ଆମକୁ ରକ୍ଷା କରିଥାଏ। 5 ନମ୍ବର, ରାତିରେ ଯଦି ହଳଦୀ କ୍ଷୀର ପିଇବା, ତାହେଲେ କ'ଣ ହବ ନା ଆମେ ଯଦି ଶୋଇବା ପୂର୍ବରୁ ଗରମ କ୍ଷୀରରେ ଅଳ୍ପ ଚାମଚ ହଳଦୀ, ଅଧା ଚାମଚ ହଳଦୀ ମିଶାଇ ଏହାକୁ ପିଇଲେ ଶରୀରର ସୂଜନ କମେ, ଭଲ ନିଦ ଆସେ। ଏହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇ ଶରୀରକୁ ଭିତରୁ ସୁସ୍ଥ କରିଥାଏ। ତାପରେ ପର୍ଯ୍ୟାପ୍ତ ମାତ୍ରାରେ ଶୋଇବା। ଯଦି ପର୍ଯ୍ୟାପ୍ତ ଭାବରେ ନିଦ ରହେ ତାହେଲେ ମନ ଶାନ୍ତି ରହେ। ପ୍ରତିଦିନ 7-8 ଘଣ୍ଟା ଶୋଇବା ଆବଶ୍ୟକ। ଅଧିକ ଷ୍ଟ୍ରେସ୍ ଓ ଚିନ୍ତା ଶରୀରକୁ ଦୁର୍ବଳ କରେ। ଧ୍ୟାନ, ପ୍ରାଣାୟାମ ଓ ସକାରାତ୍ମକ ଚିନ୍ତା ମନକୁ ଶାନ୍ତ ରଖିଥାଏ ଓ ଶରୀରକୁ ସୁସ୍ଥ ମଧ୍ୟ ରଖିଥାଏ। ତାପରେ ପରିଷ୍କାରତା ଓ ପାଣି ପିଇବାର ଅଭ୍ୟାସ କରିବା ଉଚିତ। ଦିନକୁ ଯଦି ଆମେ 8-10 ଗ୍ଲାସ ପାଣି ପିଇବା, ଶରୀରର ବର୍ଜ୍ୟ ପଦାର୍ଥ ବାହାରି ଯାଇଥାଏ। ହାତ ଧୋଇବା, ସଫାସଫି ପାଣି ପିଇବା, ଏହିସବୁ ପରିବେଶ ପରିଷ୍କାର ରଖିବା ଅନେକ ରୋଗରୁ ମଧ୍ୟ ଆମକୁ ସୁରକ୍ଷା ଦେଇଥାଏ। ଏହି 7ଟି ଘରୋଇ ଉପାୟ ଅତ୍ୟନ୍ତ ସରଳ ଓ ସୁବିଧାଜନକ। ଏଗୁଡ଼ିକ ଦୈନନ୍ଦିନ ଜୀବନରେ ଯଦି ଆମେ ଅନୁସରଣ କରିବା, ତାହେଲେ ଶରୀର ସୁସ୍ଥ ରହିବା ସହିତ ସକ୍ରିୟ ଓ ଶକ୍ତିଶାଳୀ ମଧ୍ୟ ରହିବା। ମହଙ୍ଗା ଅଧିକ ଦାମରେ ଔଷଧ ଆମେ କିଣିବା ଦରକାର ପଡ଼ିବ ନାହିଁ। ନିୟମିତ ଭଲ ଅଭ୍ୟାସ ଯଦି ଆମେ ଏଇଭଳି ରଖିବା, ସୁସ୍ଥ ଜୀବନ ଆମେ ପାଇବା। ସୁସ୍ଥ ଶରୀର ହେଉଛି ଗୋଟିଏ ସୁଖୀ ଜୀବନର ମୂଳ ମନ୍ତ୍ର। ପ୍ରଥମେ ସକାଳେ ଯଦି ଆମେ ଶୀଘ୍ର ଉଠିବା ଅଭ୍ୟାସ କରିବା, ତାହେଲେ ସୂର୍ଯ୍ୟୋଦୟ ପୂର୍ବରୁ ଯଦି ଉଠିଲେ ପରିବେଶ ଶୁଦ୍ଧ ଓ ଶାନ୍ତ ରହିଥାଏ। ଏହି ସମୟରେ ଆମର ମନକୁ ସତେଜ କରେ ଓ ଦିନର ଭଲ କାମ ସବୁ ଦିନମାନ ହୋଇଥାଏ ଓ ମନ ମଧ୍ୟ ପ୍ରଫୁଲ୍ଲିତ ହୋଇକି ରହିଥାଏ। ଖାଲି ପେଟରେ ଯଦି ଆମେ ଗରମ ପାଣି ପିଇବା, ତାହେଲେ
ଆମ ଶରୀରରେ ବହୁତ ବିଷାକ୍ତ ପଦାର୍ଥ ମଧ୍ୟ ବାହାରକୁ ଆସିଥାଏ। ତେଣୁ ଏହା ପାଚନ ସକ୍ରିୟ କରିବାରେ ଆମର ଏଇ ଯେଉଁ ଗରମ ପାଣି ବହୁତ ଲାଭଦାୟକ ହେଇଥାଏ।